ହେଲା କାଳ ନିମିଡ଼ିୟ ଗ୍ରାମର ଈଶ୍ୱର ବାରିକି। କିଏ ଜାଣିଥିଲା ଏମିତି ହେବ। ପୁଅ ଯାଇଥିଲା ବୋଲବମ୍ ପାଣି ଉଠାଇବା ପାଇଁ। ଭୂତୁମୁଣ୍ଡି ମହାନଦୀରୁ ପାଣି ଉଠୁଥିବା ସମୟରେ ପୁଅ ଭାସିଗଲା। ବାପ ଉଦ୍ଧାର କରିବାକୁ ଯାଇ ପୁଅକୁ ବାପର ଚାଲିଗଲା ଜୀବନ। ପୁଅ ବଞ୍ଚିଗଲା ସତ। ଘଟଣାସ୍ଥଳରେ ଖବର ପାଇ ବ୍ଲକ ଥାନା ପୋଲିସ, କୁଜଙ୍ଗ ଅଗ୍ନି ବିଭାଗ ପହଞ୍ଚିଥିଲା। ନାରୀ ନେତ୍ରୀ ରୋଜାଲିନ୍ ନାୟକ ପହଞ୍ଚି ତାଙ୍କ ପରିବାରକୁ ସାନ୍ତ୍ୱନା ଦେଇଥିଲେ। ତାଙ୍କ ପୁଅଙ୍କ ସାଙ୍ଗରେ ଆଲୋଚନା ବି କରିଥିଲେ। ଯଦି କହିବା ଯାହା ହେଉ ସ୍ଥାନୀୟ ଯୁବକମାନେ ବି ଲାଗି ପଡ଼ିଥିଲେ କେମିତି ଉଦ୍ଧାର କାର୍ଯ୍ୟକ୍ରମରେ। ଦୀର୍ଘ 2 ଘଣ୍ଟା ପରେ ବାହାରିଥିଲା। 2 ଘଣ୍ଟା ପରେ ବାହାର କରିକି ତାଙ୍କୁ 18 ବାଙ୍କି ମେଡ଼ିକାଲକୁ ନିଆଯାଇଥିଲା ଆମ୍ବୁଲାନ୍ସ ମାଧ୍ୟମରେ। ଘଟଣାସ୍ଥଳରେ ମେଡ଼ିକାଲରେ ପହଞ୍ଚୁ ପହଞ୍ଚୁ ଡକ୍ଟର ତାଙ୍କୁ ଘୋଷଣା କରିଥିଲେ ମୃତ ଘୋଷଣା ହୋଇଥିଲା। ଏହି ଘଟଣାରେ ଖବର ପାଇ ସ୍ଥାନୀୟ ଯଦି କହିବା ମାଟିର ପୁଅ ସମ୍ପତ ଚରଣ ସ୍ୱାଇଁ ପହଞ୍ଚିଥିଲେ। ତାଙ୍କ ପରିବାରକ ଆଉ ଗ୍ରାମବାସୀମାନେ ଉପସ୍ଥିତ ରହିଥିଲେ। ପହଞ୍ଚିକିରି ମେଡ଼ିକାଲରେ ତାଙ୍କ ଅମର ଆତ୍ମାକୁ ପ୍ରାର୍ଥନା କରିଥିଲେ। ତାଙ୍କର ଅମର ଆତ୍ମାକୁ ସଦ୍ଗତି ମିଳୁ ଆଉ ତାଙ୍କ ସାଙ୍ଗରେ ଆଲୋଚନା କରିଥିଲେ। ଯାହା ହେଉ ନା କାହିଁକି ମାଟିର ପୁଅ ପହଞ୍ଚି ତାଙ୍କ ପରିବାରକୁ ଭେଟ କରିଥିଲେ, ସାନ୍ତ୍ୱନା ଦେଇଥିଲେ, ଜଗନ୍ନାଥଙ୍କ ପାଖରେ କାମନା କରିଥିଲେ। ସ୍ଥାନୀୟ IIC ଆଉ ସ୍ଥାନୀୟ ରାଜନେତାମାନେ ସମାଜସେବୀ ସମସ୍ତେ ଉପସ୍ଥିତ ଥିଲେ।